ଯୁଗ କେତେ? ଚାରି। କଣ କଣ? ସତ୍ୟ ତ୍ରେତୟା ଦ୍ୱାପର କଳି। କଳି ଯୁଗ କଥା ଏ ଯୁଗ କଥା ଛାଡ଼ନ୍ତୁ। ହଁ ଛାଡ଼ିଦେଲି। ୟା ପୂର୍ବରୁ ଥିଲା ତିନିଟି ଯୁଗ। ହଁ ତିନି। କହିଲୁ କଣ ସେ ଯୁଗ? ସତ୍ୟ ତ୍ରେତୟା ଦ୍ୱାପର। ଜ୍ଞାନୀ ମାନେ ତିନିଟି ଯୁଗ। ହଁ ଇଏ ତିନି ଯୁগে ରହିଥିଲା ତିନି ଗୋଟି ବଂଶ। ତିନି ବଂଶେ ରହିଥିଲା ରାମଙ୍କର ବଂଶ। ଯୁଗ ତିନି ବଂଶ ତିନି। ରାମ କେତେ ଖାଲି ହିସାବ କର। ଯୁଗ ହେଲା ତିନି ତିନି ରାମ ଯୁଗ ହେଲା ତିନି ବଂଶ ହେଲା ତିନି। ରାମ କେତେ? କପିଳ ପ୍ରଥମ ଯୁଗ ହେଲା ସତ୍ୟ ଯୁଗ। ସତ୍ୟ ସତ୍ୟ ଯୁଗରେ ଗୋଟିଏ ବଂଶ ଥିଲା। ବଂଶ ସେ ବଂଶର ନାଁ କଣ? କଣ ସାର୍? ଅଗ୍ନି ବଂଶ। ଅଗ୍ନି ବଂଶ। ତୁଳସୀ ଲେଖି ନାହାନ୍ତି? ତୁଳସୀ ଲେଖି ଦେଇଛନ୍ତି ପରା ସେଇ ରାମଚରିତ ମାନସ ଭିତରେ। କହିଲେ ବନ୍ଦଉ ରାମ ନାମ ରଘୁବର କୋ। 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 ହେତୁ କୁଷାଣୁ ଭାନୁ ହିମ କର କୋ। ହେତୁ କୁଷାଣୁ ଭାନୁ ହିମ କର କୋ। ତୁଳସୀ କହିଲେ ବନ୍ଦଉ ମୁଁ ବନ୍ଦନା କରୁଛି। ଆଜ୍ଞା। ତୁଳସୀ କାହାକୁ ବନ୍ଦନା କଲେ? କାହାକୁ? ରାମ ନାମ। ଆଗ ତୁଳସୀ ଜ୍ଞାନୀ ମାନେ ମୁଁ କହିଛି ଟିକେ ଭଲ ଭାବରେ ଶୁଣିବେ। ତୁଳସୀ କହିଲେ ବନ୍ଦଉ ରାମ ନାମ। ଆଜ୍ଞା। ଆଗ ବନ୍ଦନା କଲେ ରାମ ନାମକୁ। ଆଗ ରାମ ନାମ କଥା ବାପା କହିଲେ ତାପରେ କହିଲେ ରଘୁବରକୁ। ଆଗ କହିଲେ ରାମ ନାମକୁ ବନ୍ଦନା କରୁଛୁ। ଆଜ୍ଞା। ତାପରେ କହିଲେ ରଘୁବର। ରଘୁବର ତାହେଲେ ରାମ ଯିଏ ରଘୁବର ସିଏ କି? ନା ରାମ ଯିଏ ରଘୁବର ସିଏ ନୁହନ୍ତି। କଥା ତେଢିଆ ଧଇଲା ଆଉ। କହିଲେ କାରଣ କଣ? କୃଷାଣୁ ଭାନୁ ହିମ କରକୁ। ଏ ଯୋଉ ରାମଙ୍କ କଥା କୁହାଯାଉଛି ଆଜ୍ଞା ସେ ରାମଙ୍କ ନାଁକୁ ବିତ୍ପତ୍ତି କଲୁ ପୁଅ। ବିତ୍ପତ୍ତି କଣ ହବ? ଯିଏ ରାମ ନାମଟାକୁ ବିତ୍ପତ୍ତି କଲୁ ର ଯୁକ୍ତ ଆ ଯୁକ୍ତ ମ ସମାନ ରାମ। ଯଦି ର ଯୁକ୍ତ ଆ ଯୁକ୍ତ ମ ସମାନ ରାମ ରାମ ତାହେଲେ ତିନୋଟି ଅକ୍ଷରର ଅର୍ଥ କଣ? ଅର୍ଥ ଆର ନାହିଁ। ଶ୍ରୀରାମ ତାପିନୀରେ ବାଲ୍ମୀକି ଲେଖିଛନ୍ତି। ହଉ ହଉ କଣ କହିଲେ? କହିଲେ ରକାରେ ଅଗ୍ନି ବୀଜସ୍ୟା ଆକାର ସୂର୍ଯ୍ୟ ବୀଜଶ୍ଚ ଆକାରେ ଚନ୍ଦ୍ର ବୀଜସ୍ୟା ନାମ ଇତି ସ୍ମୃତଃ। ବାଲ୍ମୀକି କହିଲେ କହିଲେ ରାମ ନାମକୁ ଯଦି ବିତ୍ପତ୍ତି କରିବା ର ଯୁକ୍ତ ଆ ଯୁକ୍ତ ମ ର ବର୍ଣ୍ଣର ଅର୍ଥ କଣ? ଆ ବର୍ଣ୍ଣର ଅର୍ଥ କଣ? ମ ବର୍ଣ୍ଣର ଅର୍ଥ କଣ? ଆର ଅର୍ଥ ଅଛି ନା ର ବର୍ଣ୍ଣର ଅର୍ଥ ହଉଛି ରୋକାରେ ଅଗ୍ନି ବୀଜ। ର ର ଅର୍ଥ ହେଲେ ଅଗ୍ନି। ଅଗ୍ନି ଆର ଅର୍ଥ ହେଲା ସୂର୍ଯ୍ୟ। ସୂର୍ଯ୍ୟ ମର ଅର୍ଥ ହେଲା ଚନ୍ଦ୍ର। ଚନ୍ଦ୍ର ଇଏ ତିନୋଟି ଶକ୍ତି ଅଗ୍ନି ସୂର୍ଯ୍ୟ ଚନ୍ଦ୍ର ହେଲା ତିନୋଟି ଶକ୍ତି। ଖାଲି ତିନି ଶକ୍ତି ନୁହେଁ ଆଉ ଯଦି ପୃଥିବୀ ପୃଷ୍ଠକୁ ଚାହିଁବା ଆଜ୍ଞା ଇଏ ତିନି ଯୁଗରେ ଥିଲା ତିନୋଟି ବଂଶ। ସତ୍ୟ ଯୁଗରେ ଗୋଟାଏ ବଂଶ ସୃଷ୍ଟି ହେଲା। ସେ ବଂଶ ହଉଛି ଅଗ୍ନି ବଂଶ। ଅଗ୍ନି ବଂଶ। ତ୍ରେତୟାରେ ଗୋଟିଏ ବଂଶ ସୃଷ୍ଟି ହେଲା ତାହା ହେଲା ସୂର୍ଯ୍ୟ ବଂଶ। ଆଉ ଦ୍ୱାପର ଯୁଗରେ ଗୋଟାଏ ବଂଶ ସୃଷ୍ଟି ହେଲା ନାମ ହେଲା ଚନ୍ଦ୍ର ବଂଶ। বংশ সহিত রামঙ্কর সম্পর্ক জ্ঞানী মানে আজ্ঞা অগ্নি বংশ সহিত সম্পর্ক সূর্য বংশ সহিত সম্পর্ক চন্দ্র বংশ সহিত সম্পর্ক সত্য যুগ সহ সম্পর্ক ত্রেতয়া যুগ সহ সম্পর্ক দ্বাপর যুগ সহ সম্পর্ক। আচ্ছা যদি সত্য যুগরে ছিলা অগ্নি বংশ আজ্ঞা সে অগ্নি বংশটা কেউ পর্যন্ত রহিলা? কেউ পর্যন্ত? ত্রেতয়া পর্যন্ত রহিলা। সত্য যুগরে সৃষ্টি হইতিবা হেলা এ পবিত্র বংশ অগ্নি বংশ রহিলা ত্রেতয়া যুগ পর্যন্ত। রহিলা। জ্ঞানী মানে ভালো ভাবে শ্রবণ করন্তু। সত্য যুগরে সৃষ্টি হইতিবা বংশ যেতবেলে ত্রেতয়ারে রহিল ত্রেতয়া পর্যন্ত রহিলা সেই ত্রেতয়া যুগরে সত্য যুগর অগ্নি বংশরে জন্ম হেলে রাম। কেতে কেতে জনে অধে নুহে 5 জন রাম অগ্নি বংশে জাত। কীর্তি
ସ୍ୱର୍ଣ୍ଣାକ୍ଷରେ ଲେଖା ହେ ସତ୍ୟ ଯୁଗର ଅଗ୍ନିବଂଶ ରହିଲା ତ୍ରେତୟା ପର୍ଯ୍ୟନ୍ତ। ହଁ ଆଉ ଏ ତ୍ରେତୟା ଯୁଗରେ ଆଜ୍ଞା ସତ୍ୟ ଯୁଗର ଅଗ୍ନିବଂଶରେ ହଁ 5 ଜଣ ରାମ ଜନ୍ମ ହେଲେ। 5 ଜଣ 5 ଜଣ ରାମ। ସାର୍ ନା ଅଛି ନା ଖାଲି ଏ କହିଲେ ଏ କପିଳ ଆଜ୍ଞା ସାର୍ ଜାଣିଛୁ ସେ ରାମଙ୍କ ବାପା ମା କିଏ? ବାପା ମା କଥା ମୁଁ ସେ ଜାଣିନି ପଞ୍ଚରାମଙ୍କ ବାପା ମା କିଏ ଜାଣିଛୁ? ସାର୍ ବାପା ମା ଟିକେ ଦୟା କରି କହିଲେ ବାପା ହେଲେ ଯମଦଗ୍ନି, ମା କିଏ ମା ହେଲେ ରେଣୁକା। ଆଚ୍ଛା ବାପା ମା ମିଳିଗଲେ ଯମଦଗ୍ନିଙ୍କ ଔରସରୁ ହଁ ରେଣୁକାଙ୍କ ଗର୍ଭରୁ ଜନ୍ମ ହେଲେ 5ଟି ପୁଅ। ପୁଅ ଶୁଣିବୁ ରାମ ନାମ? ନା ନା କାଳିରାମ, ଏକ ହଳିରାମ, ଦୁଇ ବଳିରାମ, ତିନି ନୀଳରାମ, ଚାରି ଭୃଗୁରାମ। 5 ଜଣ ମିଳିଗଲେ ଆଜ୍ଞା ଇଏ 5 ଜଣ ଭିତରୁ ଆମେ ଜଣକୁ ଜାଣିଛନ୍ତି। କିଏ ଜଣକ କିଏ ସିଏ ହେଲେ ଭୃଗୁରାମ ବା ଭୃଗୁପତି ବା ପରଶୁରାମ। ପରଶୁରାମ ହଁ ଅଗ୍ନିବଂଶରେ ହଁ 5 ଭାଇ ଜନ୍ମ ହେଲେ। ଆଉ କଣ ମୁଁ କହିଲି କୋଦାଳ ଭଳିଆ ତା ଫାର୍ସା ଆଉ ପରଶୁରାମ ଘର କୋଦାଳ ଦା ତାଙ୍କ ଫାର୍ସା ସେଇଆ ହରେ କପିଳା ଆରେ ତୁ ତ ପୁଅ ମାଛ ଜାଲ ଧରିକିରି ଗଲେ ବେଶୀ ପଇସା ପାଆନ୍ତୁ ରେ। ନାଇଁ ମୁଁ କଣ ଭୁଲ କହିଲି ନା କୋଦାଳ ଫାରସା ଆଡେ ଯେତେବେଳେ ଗଲୁଣୁ ତତେ ଆଉ କଣ କହିବି? ତୁ ପାଲାବାଲାଟି ହଁ ହଁ ପରଶୁରାମ ହଁ କୋଦାଳ ଧରୁଥିଲେ। ଆଉ ଏଟା କଣ ବସ୍ ଇଏ ଯୋ ପଞ୍ଚରାମ କାଳିରାମ, ହଳିରାମ, ବଳିରାମ, ନୀଳରାମ, ଭୃଗୁରାମ ଇଏ ହଉଛନ୍ତି ଯମଦଗ୍ନି ଋଷିଙ୍କ ପୁଅ ରେଣୁକାଙ୍କ ଗର୍ଭରୁ ଜନ୍ମ ହେଲେ। ଆଜ୍ଞା ଏମାନଙ୍କ ଭିତରୁ ହଁ ପରଶୁରାମ ମାତୃ ହତ୍ୟା କରିଥିଲେ ନା ନାହିଁ? ହଁ କାହିଁକି ହତ୍ୟା କଲେ? ଦେଇ ନଥିବେ ଖାଇବାକୁ ଆଁ? ଖାଇବାକୁ ଦେଇ ନଥିବେ ମାଲୋ ମତେ ଆରେ ସେ କଣ କଳିଯୁଗ କଥା ଯେ 20 ଟଙ୍କା ମାଗୁ ମାଗୁ କେତେବେଳେ ଆପଣ ମାନେ ଖବର କାଗଜରେ ପଢୁଛନ୍ତି ନା ମା କୁ ପଇସା ମାଗିଲା ମଦ ପିଇବା ପାଇଁ ପୁଅ। ଯେତେବେଳେ ମା ପଇସା ନ ଦିଏ ସେତେବେଳେ ମାର ପୁଅର ହାତରେ ମାର ଜୀବନ ଯାଏ। ହଁ କିନ୍ତୁ ସିଏ ସତ୍ୟ ଯୁଗ ଥିଲା ପୁଅ। ହଁ ସତ୍ୟ ଯୁଗରେ କାହିଁକି ପରଶୁରାମ ମାତ୍ର ହତ୍ୟା କଲେ ଶୁଣିବୁ? ସାର୍ କହିଲେ ଗୁଣିଜନ ଭୋଜନ ମୋ ଡେରିଛନ୍ତି କାନ ଯାହା ଯାହା ନ୍ୟାୟ ପରା ହେବ ଆଲୋଚନ ଯମଦଗ୍ନି ଋଷି ପୁଣି ଜାଣ ତପସ୍ୟା କରିବା ପାଇଁ ବନ ତୁ ବାମନ। ସେଦିନ ଋଷି ଯମଦଗ୍ନି ରେଣୁକାଙ୍କୁ ପାଖକୁ ଡାକିଲେ। ଆଜ୍ଞା କହିଲେ ରେଣୁକା ମୁଁ ଏ 5 ପୁଅକୁ ତମ ଦାୟିତ୍ୱରେ ଦେଲି। ହଁ ସ୍ୱାମୀ ପଞ୍ଚପୁତ୍ରଙ୍କୁ ତମେ ଖୁସିରେ ପାଳନ କର। ତମେ ଚିନ୍ତା କରନ୍ତୁ ର ର ମୁଁ ଟିକେ ସ୍ତ୍ରୀ ହେବିନି ବସ କହିଲେ କାହିଁକି ଏ କଥା କହିଲେ? କାହିଁ କହିଲେ ଆପଣ ନା ତପସ୍ୟା କରିବା ପାଇଁ ମୋର ସମୟ ଆସି ପହଞ୍ଚିଗଲା। ମତେ ନିଘଞ୍ଚ କାନନ ଭିତରକୁ ଯିବା ପାଇଁ ପଡିବ ତପସ୍ୟା କରିବା ପାଇଁ। ହଁ ସ୍ୱାମୀ ଏଣୁ ମୁଁ ତପସ୍ୟାରୁ ନ ଲେଉଟିବା ପର୍ଯ୍ୟନ୍ତ ନ ଆସିବା ପର୍ଯ୍ୟନ୍ତ ଇଏ 5 ପୁତ୍ର ତମ ଦାୟିତ୍ୱରେ ରହିଲେ। 5 ପୁତ୍ରଙ୍କୁ ରେଣୁକା ରଖିଲେ। ଯମଦଗ୍ନି ଚାଲିଗଲେ ତପସ୍ୟା କରିବା। ତପସ୍ୟାର ତ ଯମଦଗ୍ନି ଋଷି ଗୋଟିଏ ଦିନର ଘଟଣା। କଣ? ମା ରେଣୁକା ରହିଛନ୍ତି ପିଲାମାନଙ୍କୁ ଧରି। ପିଲାମାନେ ବଡ ହେଇଗଲେଣି ଯେ ସମସ୍ତେ ନିଜେ ନିଜର ବଳ ମୁତାବକ ବା ନିଜେ ନିଜେ ସମସ୍ତେ ବଡ ହେଇ ଚାଲିନି ପଞ୍ଚପୁତ୍ର ଯାକ। ସେଦିନ ମା ରେଣୁକା ଏ ପୁରାଣ କଥା ସତ୍ୟ ଯୁଗର କଥା ତ ରେଣୁକା 5 ପୁତ୍ରଙ୍କୁ ଛାଡିଛନ୍ତି କୋଉଠି ନା ଆଶ୍ରମ ଭିତରେ। ଆଶ୍ରମ ଆଉ ଚାଲିଲେ ସ୍ନାନ କରିବା ପାଇଁ। ଯେତେବେଳେ ସ୍ନାନ କରିବା ପାଇଁ ଜଙ୍ଗଲ ପହଞ୍ଚି ଗଲେ ନଦୀ କୂଳରେ ଦେଖିଲେ ପୁରାଣ କହନ୍ତି କଣ ଜଣେ ଗନ୍ଧର୍ବ ତା ନାଁଟା ହଉଛି ଚିତ୍ରରଥ। ଚିତ୍ରରଥ ନାମଧାରୀ ଗନ୍ଧର୍ବ ଗନ୍ଧର୍ବ କନ୍ୟା ମାନଙ୍କ ସହିତ ଜଳ କ୍ରୀଡ଼ା କରୁଥିଲା। ଜଣେ ଗନ୍ଧର୍ବ କନ୍ୟା ମାନଙ୍କ ସହିତ ଜଳ କ୍ରୀଡ଼ା କରୁଛି। ଆଜ୍ଞା ସୁନ୍ଦରୀ କନ୍ୟା ମାନେ ତା ସହିତ ଜଳ କ୍ରୀଡ଼ା କରୁଛନ୍ତି। ଇଏ ଦୃଶ୍ୟଟା ଦେଖିଦେଲେ କିଏ ନା ମା ରେଣୁକା। ପୁରାଣ ଭିତରେ ଅନେକ କଥା ଅଛି ଆଜ୍ଞା କିନ୍ତୁ ପାଲାବାଲା ଭାବରେ ସଂଯତ ଭାବରେ ନିଜକୁ ପାଲା ପରିବେଷଣ କରିବା ପାଇଁ ପଡିବ। ଠିକ ଠିକ ମୁଁ କହିଥିଲି ସେଦିନ ନା ଓଡିଶାରେ ମୁଣ୍ଡ ଟେକିଲେଣି କେତେ ସାଂସ୍କୃତିକ ସଂଗଠନ ଯୋଉମାନେ ବର୍ତ୍ତମାନ ପାଲାକୁ ଆଗ ଧାଡିରେ ନେଇଛନ୍ତି। ଆଜ୍ଞା ଯଦି ପାଲାବାଲାଙ୍କ ମୁହଁରୁ ପଦଟିଏ କଣ ଭୁଲ ବାହାରିଗଲା କାଲି ସକାଳୁ ଲିଗାଲ ନୋଟିସ ପଳେଇବ। ଆଜି ମୁଁ ଦେଖୁଥିଲି ରେ ପୁଅ ହ୍ୱାଟ୍ସଆପ ରେ ଛାଡିଛନ୍ତି ପ୍ରିୟ ପ୍ରସାଦ ମିଶ୍ର ପୁରୀ ଜିଲ୍ଲାର ଯିଏ କହୁଛନ୍ତି ଅଖଣ୍ଡ ଓଡିଶାର ସଂସ୍କୃତି ସୁରକ୍ଷା ମଞ୍ଚର ସଭାପତି
ଆଜ୍ଞା କା ବିରୁଦ୍ଧରେ ଜାଣିଛୁ ଲିଗାଲ ନୋଟିସ ଯାଇଛି କୋର୍ଟରୁ ଆରେ କା ବିରୁଦ୍ଧେ ଆମ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ଯିଏ ହଉଛନ୍ତି ସଭାପତି ହଁ ହଁ ଗାୟକ ମଦନ ସାର୍ ମଦନ ମୋହନ ଜେନା ଆଜ୍ଞା ସମ୍ପାଦକ ଗାୟକ ବସନ୍ତ କୁମାର ରାଉତ ଆଜ୍ଞା ଆଉ ଜଣେ ହଉଛନ୍ତି ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ଆଜ୍ଞା ଯିଏ କି ନୀଳାଚଳ ନିଖିଳୋତ୍କଳ ଗାୟକ ପରିଷଦର ହଁ ହଁ ସିଏ କିଏ ଆପଣ ମାନଙ୍କର କାକଟପୁର ଅଞ୍ଚଳର ଗାୟକ ହଁ ବନବିହାରୀ ଗ୍ରହାଚାର୍ଯ୍ୟ ଗାୟକ ବାଚସ୍ପତି ହଁ ଏ ତିନି ଜଣଙ୍କ ନାଁରେ ଲିଗାଲ ନୋଟିସ ଗଲାଣି ଆଜ୍ଞା କୋର୍ଟ ପଠେଇ ସାରିଲାଣି କାରଣ ଆପଣ ମାନେ ପ୍ରାର୍ଥନା ଚ୍ୟାନେଲରେ ଦେଖିଥିବେ ସେମାନେ କହିଛନ୍ତି ଯେ ପାଣ୍ଡବ ମାନେ ଜାରଜ ହଁ ପାଣ୍ଡବ ମାନେ କାହିଁକି ତାଙ୍କ ନାଁ ପାଣ୍ଡବ ଦିଆଗଲା ନା ପଣ୍ଡୁକ ଅପତ୍ୟାର୍ଥେ ହଁ ସେ 5 ଜଣ ତ କେହି ପଣ୍ଡୁକଠୁ ଜନ୍ମ ହେଇନାହାନ୍ତି ଆଉ କାହିଁକି ତାଙ୍କୁ ପାଣ୍ଡବ କହିବା ଆରେ ନ୍ୟାୟଟା କୋଉଠି ଅଛି ଆଜ୍ଞା ହଁ ଭିତରେ ର ଆଜ୍ଞା ଆଗ ଚିନ୍ତା କରିବା କଥା କେତେ ପ୍ରକାର ସନ୍ତାନ ସନ୍ତାନ କଲେ ପ୍ରକାର ଏ ଆଜ୍ଞା କେତେ ପ୍ରକାର ସନ୍ତାନ ସନ୍ତାନ ତ ଗୋଟେ ପ୍ରକାର ସନ୍ତାନ ଜନ୍ମ ହେଲେ କପିଲା ତୋର ଗୋଟେ ସନ୍ତାନ ଜନ୍ମ ହେଇଛି ହଁ ପୁଅ ପ୍ରକାର କଣ ସନ୍ତାନ 3 ପ୍ରକାର ଏତେ ଅଛନ୍ତି ସନ୍ତାନ 3 ପ୍ରକାର ସେ କଣ ପୁଅ କେତେ ପ୍ରକାର ପୁଅ ଆଜ୍ଞା ସେଇ ପୁତ୍ର ବି 3 ପ୍ରକାର ହଁ ପୁତ୍ର 3 ପ୍ରକାର ସନ୍ତାନ 3 ପ୍ରକାର ଟିକିଏ ପରେ ଯାଉଛି ସେ ବାଟ ହଉ ଯିବା କଥାଟା ଯୋଉଠି ଥିଲା ଜ୍ଞାନୀ ମାନ ଆଜ୍ଞା ସେଦିନ ହଁ ରେଣୁକା ଗନ୍ଧର୍ବ ହଁ ଗନ୍ଧର୍ବ ଚିତ୍ରରଥ ସ୍ନାନ କରୁଛି ଋଷି ମାନେ ଗନ୍ଧର୍ବ କନ୍ୟା ମାନଙ୍କ ସହିତ ରେଣୁକା ଯାଇ ପହଞ୍ଚି ଗଲେ ନଦୀ କୂଳରେ ଆଜ୍ଞା ଦେଖିଦେଲେ ଯେତେବେଳେ ସୁନ୍ଦର ରୂପକୁ ଆପଣଙ୍କ ପୁରାଣ ବର୍ଣ୍ଣନା କରିଛି ଯେ ଚିତ୍ରରଥ ସହିତ ରେଣୁକାଙ୍କର ଦୈହିକ ମିଳନ ହେଇଛି ବୋଲି କୌଣସି ପୁରାଣ କହିଥାଇ ପାରନ୍ତି କିନ୍ତୁ ଆମେ ପାଲାବାଲା ତାହା କହିବାନି ଚିତ୍ରରଥକୁ ଦେଖିବା ପରେ ତ ସୁନ୍ଦର ନା ଇଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଦେଖୁଥିଲେ ଚିତ୍ରରଥ ଗନ୍ଧର୍ବକୁ ଦେଖିବା ପରେ କିଛି କ୍ଷଣ ପାଇଁ ରେଣୁକାଙ୍କର ମନ ଆନ୍ଦୋଳିତ ହେଇଗଲା ଚାରିତ୍ରିକ ସ୍ଖଳନ ଘଟିଲା ଯେତେବେଳେ ଚାରିତ୍ରିକ ସ୍ଖଳନ ଘଟିଲା ଜୟ ବହିଛନ୍ତି ତପସ୍ୟାରେ କିଏ ନା ଯମଦଗ୍ନି ଇଏ ଧ୍ୟାନ ବଳେ ଯମଦଗ୍ନି ସବୁ ଜାଣି ଗଲେ ତପସ୍ୟା ଛାଡ଼ିର ଆଶ୍ରମରେ ପହଞ୍ଚିଲେ ଯମଦଗ୍ନି ଋଷି ଜାଣିପାରିଲେ ତାଙ୍କ ପତ୍ନୀଙ୍କର ଚାରିତ୍ରିକ ସ୍ଖଳନ ଘଟିଲା ଆଜ୍ଞା ତେଣୁ ସେ ଆଉ ତପସ୍ୟା ନ କରି ଜ୍ଞାନୀ ମାନେ ତତ୍କ୍ଷଣାତ ପହଞ୍ଚି ଗଲେ ନିଜ ଆଶ୍ରମରେ 5 ପୁତ୍ରଙ୍କୁ ଡାକିଲେ କହିଲେ କାଳିରାମ ହଳିରାମ ବଳିରାମ ନୀଳରାମ ଭୃଗୁରାମ 5 ଜଣ ଯାକ ଆସ ଆଜ୍ଞା ଆଜ୍ଞା 5 ଜଣ ଯାକ ଛିଡା ହେଲେ ଡାକିଲେ ପିଲାମାନେ ଆଜ୍ଞା ମୁଁ କିଏ ଆପଣ ହଉଛନ୍ତି ଆମ ପିତା ମୁଁ ହଉଛି ପିତା ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମ ତପ ପିତରି ପ୍ରୀତିମାଙ୍ଗ ପନ୍ନେ ପ୍ରିୟନ୍ତେ ସର୍ବଦେବତା ପିତା ହଉଛି ଧର୍ମ ଠାରୁ ବଡ ପିତା ହଉଛି ସ୍ୱର୍ଗ ଠାରୁ ବଡ ମୁଁ ତମ ପିତା ମୁଁ ତମ ବାପା ପପୟତେ ଇତି ବାପା ମୁଁ ତମ ପିତା ଭାବରେ ତମକୁ ଆଜି ଗୋଟେ ଆଦେଶ ଦେବି ନିଷ୍ଠୁର ଆଦେଶ କୁହନ୍ତୁ ପିତା ତମ ମା ରେଣୁକା ଭ୍ରଷ୍ଟା କୁଚରିତ୍ରା ତାର ଚାରିତ୍ରିକ ସ୍ଖଳନ ଘଟିଛି ତମ 5 ଜଣଙ୍କୁ ମୁଁ ଆଦେଶ ଦଉଛି ତମେ 5 ଜଣ ମିଶି ତନ୍ମ ଜନ୍ମଦାତ୍ରୀ ମାକୁ ତମେ ହତ୍ୟା କର ବାପା ଆଦେଶ ଦେଉଛନ୍ତି ପୁଅ ମାନଙ୍କୁ ମା କୁ ମାରିବା ପାଇଁ ବାପା ଆଦେଶ ଦେଲେ ଯମଦଗ୍ନି ଋଷି 5 ପୁତ୍ରକୁ ମାତୃ ହତ୍ୟା କରିବା ପାଇଁ ଆଜ୍ଞା ଜ୍ଞାନୀ ମାନେ 4 ପୁଅ ମାରି ପାରିଲେନି ନା କାଳିରାମ ହଳିରାମ ବଳିରାମ ନୀଳରାମ ପଛ ଘୁଞ୍ଚା ଦେଲେ ମାତୃ ହତ୍ୟା କରିବା ପାଇଁ କିନ୍ତୁ ବାହାରି ପଡିଲା ଗୋଟିଏ ପୁଅ ପରଶୁରାମ ହସ୍ତରେ ଧାରଣ କରିଥିଲା ପରଶୁମା ଫାର୍ସା ଗୋଟିଏ ଚୋଟରେ ରେଣୁକାଙ୍କ ଗଣ୍ଡି ମୁଣ୍ଡ ଲଗା କପିଳା ଏ ପରଶୁରାମ ଯାଉଛନ୍ତି ଏ ପରଶୁରାମ ୟାକୁ କଣ ଭାବିଲୁ ତମ ଗାଁ ଦଣ୍ଡ ନାଚ ପରଶୁରାମକୁ ମାଡ଼ ପରଶୁରାମ ଫୁଲ ଇଏ କଣ ତମ ଗାଁ ଦଣ୍ଡ ନାଚ ବସିକିରି ଶୁଣ ଯେତିକି ପାଳି କରିବା କଥା କର ଆଉ ଛିଡା ହେଇକି ସମୟ ନଷ୍ଟ କରନା ଗୋଟାଏ ଚୋଟ ମାରିଲେ ରେଣୁକାଙ୍କ ଗଣ୍ଡି ମୁଣ୍ଡ ଅଲଗା
পুত্র আজ মাত্র হত্যা কলা মা মরিকি পড়িছি জমত দিনে পৌঁছি গলে কলে সাব্বাস বেটা বেটা সংসারের পুଅ কেতে প্রকার দুই হ্যাঁ দুই কোন কইলু বা জনে কলা জনে ধলা সন্তান কেতে প্রকার সেই দুই তিন কোন ସବୁ ତିନି পুଅ তিন প্রকার ମୁଁ ବୁଝିବି সন্তান বি তিন প্রকার କୁହନ୍ତୁ কাহিকি পাণ্ডব মানুষ পণ্ডুঙ্কর পুত্র তো নুহতি ହଁ পণ্ডু অপত্যার্থে কাহিকি পাণ্ডব কুহগলা প্রমাণ আপন মানে শুনিবে ହଉ ହଉ কাহিকি কুহযায় সন্তান কেতে প্রকার তিন প্রকার কোন କଣ ଆଜ୍ଞା জন্মিত ଏକେ পালিত ଦୁଇ ক্ষেত্রজ ତିନି তিন প্রকার ବ୍ୟାଖ୍ୟା କରାଯାଉ ବ୍ୟାଖ୍ୟା କରାଯାଉ କାଟିବାକୁ ମୁଁ ନୁହଁ ନା। ଆମେ ଜାଣିଛୁ ଦୁଇ ପୁଅ ହଁ ଆପଣ ବଡ ହିସାବରେ କହିଲେନି ମୋଠୁ ହଁ। ତିନି ହଁ। ସେ ତିନି ଗୋଟି ଗୋଟି କରି ପ୍ରମାଣ ନଦେଲେ ଆମ୍ଭେ ତ ଛାଡ଼ିବୁ ତ ନା জন্মিত সন্তান ଆଜ୍ଞା কপিল আর তোর পিলা কেতোটি ମୋର ଆଜ୍ଞା ଚାରି ଗୋଟି ସନ୍ତାନର ଜନକ ଆମ୍ଭେ যাহা হও ତମେ ଜନକ তু জানিকি ভারতকু জনসংখ্যা বঢ়াইবু ବଢେଇବି ଚାଉଳ ଅଧିକ ଆଉଛି এ কপিলা না। আচ্ছা তো যে চারিটা পিলা তো স্ত্রী জন্ম দিয়েছি তো ଆଜ୍ଞା যদি তো স্ত্রী জন্ম দেলা ହଁ সে তো ঔরসজাত সন্তান ହଁ তো স্ত্রীর গর্ভজাত সন্তান ଆଜ୍ଞା তেণু ইয়ে গর্ভজাত সন্তানকু কোন কুয়া জন্মিত সন্তান ସତ୍ୟ এক নম্বর সন্তান হলা জন্মিত সন্তান ଜନ୍ମିତ ଗଲା ୱା আচ্ছা কপিল আরে। যদি তোর পুଅ ঝিও কিছু ন হইথান্তে ହଁ তু কোন করিথান্তু କୁଆଡେ ଗୋଟେ ଭଡାକୁ এ ଆଣିଥାନ୍ତି পুଅ ଆଜ୍ଞା ভড়া নুহেরে ଆଉ কোনসি বাড়ায়ে বাল্যাশ্রম যাহাকু কহନ୍ତି ହଁ ପାଳିତ ନା ନାଇଁ ନା ଯାହାକୁ ପୋଷିଅ କହନ୍ତି ପାଳିତ। ନା ପୋଷିଅ ক বুঝারে দেখ তো ভাই হব কোয়াড়ে মাগଣାରେ মাছ খা যাইকি কইলা মু পুরি গলে মতে খয়ঙ্গা মাছ মিলিব ଆ ସାର୍ ইয়ে পুଅ খয়ঙ্গা মাছ খাইব বলি যেতেবেলে পালা সরি যাଉଛି রজরে যাই ମାନସ গটি ঢকরি পৌঁছি যাଉଛି কইলা ମାନସ ঘরে পৌঁছলে কিরে কেজি 700-800 টঙ্কা ହଉ। তোতে সে খয়ঙ্গা মাছ কোউঠু কিনিকি দব 100 ଟଙ୍କା ইয়ে মাগଣା খিয়া কথা কম ভাবুଛନ୍ତି কি কপিল আরে। কারণ কହୁଥିଲି সন্তান শেষ সন্তান কোন କଣ এক হেলা জন্মিত ଜନ୍ମିତ ବୁଝିଗଲି দুই হেলা পালিত ପାଳିତ যদি তোর পুଅ ঝিও ন হেলে ହଁ তু গোটিয়ে পোষ্য সন্তান গ্রহণ করিব ପୋଷିଅ পোষ্য সন্তান বা পালিত সন্তান ଆଜ୍ଞା ইয়ে গলে দুই প্রকার সন্তান ଗଲା ଆସୁ তৃতীয় সন্তান কোন କଣ ক্ষেত্রজ କ୍ଷେତ୍ରଜ ক্ষেত্রজ সন্তান কাহাকু কহନ୍ତି ଯୋଉ ପିଲାଟିକି ଆମେ এ পুଅ କ୍ଷେତରୁ ପାଇବା র যুধিষ্ঠির ভীম অর্জুন নকুল সহদেব ইয়ে পরা পণ্ডুঙ্কর ক্ষেত্রজ সন্তান হ আর মানে বসিছন্তি শিক্ষিত সমাজ ক্ষেত্রজ সন্তান কাহিকি কহিবা তাঙ্কু ତାର କାଇଁ କହିବା গোটে সাধারণ ছোটিয়া উদাহরণ দেবি ହଁ ଦିଅନ୍ତୁ অতি ছোটিয়া উদাহরণ আম গাঁওলি কথা মফসল কথা চষা ঘরর কথা ହଉ জ্ঞানী মানে ଆଜ୍ଞା কপিল ସାରେ ছিড়া হ ହଁ କୁହନ୍ତୁ তোর মোর জমি গোটাଏ জায়গায় ଅଛି ଆଜ୍ଞା ହେଲା ହଁ তো জমি যোউঠি ହଁ মো জমি সেইটি ଠିକ তো জমিটা রয়েছে উপর মুন্ডরে ଆଜ୍ଞା মো জমিটা তা তল মুন্ডরে ଖାଣ୍ଡ মো জমিটা তা তল মুন্ডরে তু আর এতে কথা কহ না তো যেতিকি কহু সেতিকি কহ ହଉ ତାଳ তো জমিটা উপর মুন্ডরে হ্যাঁ। মো জমিটা তল মুন্ডরে ଆଜ୍ଞା মোর টিকে গহিরিয়া জমি তোর টিকে ঢিপ জমি ঢিপ। আচ্ছা তু গলু ହଁ তো বিলকু চাষ করিদেলু জমি কি ହଁ চাষ করে দেকি ধান বুড়ি দেকি পড়ে আসে ହଁ মু কিন্তু মো বিলকু পড়িয়া রখিলি মো জমি পড়িয়া রহিলা হ্যাঁ আসিলা প্রবল বর্ষা ଆସିଲା जो वर्षा आसिला ବର୍ଷା। एते वर्षा हला ହଁ जे तो जमिरे तू बुणीथिबा जेते बिहन ହଁ सब तक धोइकिरी मो जमिरे पड़िला अच्छा मो जमिरे गछ उठिला धान गछ हेला ହେଲା ଆଜ୍ଞା फूल फुटिला ଫୁଟିଲା धान फଳିला ଫଳିଲା धान पाचिला ପାଚିଗଲା पुओ तू काटिबु ना मु काटिबि रे ମୁଁ କେମିତି କାଟିବି ଆପଣଙ୍କ କ୍ଷେତ ଯେହେତୁ ଆପଣ କାଟିବେ बुझिलु कथा ଆଜ୍ଞା ସାର୍ ये पांडव माही काहेकि ताको नाम पांडव हेला କାହିଁକି এইথিপাই যেহেতু তো বিলরে তু ধান বুଣିଥିଲୁ ହଁ ସାର୍ ସିଏ ମୋ ବିଲରେ ଆସି ପଡିଲା ହଁ ତା ମାନେ ହଁ ତୋ ବିହନଟା ମୋ ବିଲରେ ପଡିଲା ଆଜ୍ଞା ମୋ ବିଲରେ ଯେହେତୁ ଗଛ ହେଲା ଧାନ ହେଲା ମୁଁ ଅମଳ କରିବି ନା ନାଇଁ ହଁ ସାର୍ ତେଣୁ ହଁ ଇଏ 5 ଜଣ ଯାକ ଭାଇ ହଁ ଇଏ ଯାହାଠାରୁ ଜନ୍ମ ହେଇଥାନ୍ତେ ଇଏ କ୍ଷେତ୍ରଜ ସନ୍ତାନ ହେଲେ ପଣ୍ଡୁଙ୍କର ହଁ ତେଣୁ ସେଇଥିପାଇଁ ତାକୁ କୁହାଗଲା ପାଣ୍ଡବ ଇଏ ହେଲା ସନ୍ତାନ
मान कथा ज्ञानी मान बोला पुत्र केते प्रकार केते सार सेई तीन प्रकार अच्छा से पुत्र पुत्र तीन प्रकार कौन कौन आ गया एक हला उत्तम एक दुई हला मध्यम दुई तीन हला अधम हां उत्तम पुत्र काहाकू कहबा तो महांती पुआ बाबू सानू कहबा ओ बोपा दर्शनिया को कहबा किरे उत्तम पुत्र काहाकू कहबा कहा को आज्ञा ये बाबू शान कथा पड़जी किरे आउ का कथा उत्तम पुत्र शुण भागवत जगन्नाथ दास लिखि दैछन हाउ हाउ कहे पितार मन जानी कोरे गोविंदा उत्तम पुत्र पितार मन जानी करे उत्तम पुत्र एबे भारे आज्ञा बापा को मन जानी कि जो वो काम कला ए सी है उत्तम पुत्र पुत्र आपण को महाभारत उत्तम पुत्र किए अरे ना तो मु पढ़ी जाके मु खोजी खोजी पाइली नहीं भीष्म रामायण उत्तम पुत्र किए श्रवण कुमार हां उत्तम पुत्र महाभारत श्रेष्ठ है उत्तम उत्तम पुत्र है महाभारत रे किए भीष्म भीष्म रामायण रे श्रवण कुमार आज्ञा आ भितर करिबान ना तेणु ज्ञानीमान जे बापार मन जानिक काम कला सी है उत्तम पुत्र हाँ। मध्यम पुत्र काह कहबा आउ आज्ञा पिता दो सहजे हु पाले मध्यम पुत्र होए सयळे ये पितांकर वाक्य को पालन कला कार्य रे परिणत करी देखै देला सी है मध्यम पुत्र आ अधम काहाकू कहंती कि रे काकू कपिला आज्ञा अधम क्या कहती ये दुईटा जिनस जे न करे सी तो है अधम जे बापा कथा को मानिबनी मानिला नहीं हाँ हां जे न मानिला किया उठमा आज्ञा मो बलिया हाँ मु केबे मानिबने बुढ़ा कथा ମୁଁ କହୁଥିଲି ପରା 20 ଟଙ୍କା ଦେଇଥିଲେ ବାପୁକୁ ଆଣି 10 ଟଙ୍କାରେ ଗୁଲଗୁଲା ମେଣ୍ଢେଇଥିଲା ଯେ मोरा से भला मु से क्वालिटी रो ତେଣୁ ତୁ ଅଧମ ପୁତ୍ର हां ତୁ ହେଲୁ ଅଧମ ପୁତ୍ର ଆଜ୍ଞା କପିଳ କାହିଁକି ଏ କଥା କହିଲି आई आज्ञा ନା ଯେତେବେଳେ ହଁ। ପରଶୁରାମ ମାକୁ ମାରି ଦେଇଛନ୍ତି मारिले ମା ଦୁଇ ଗୋଡ଼ ହେଇକିରି ପଡ଼ିଛନ୍ତି ରେଣୁକା ମରିକିରି ପଡ଼ିଛନ୍ତି ହଁ, ହଁ, ହଁ। ପହଞ୍ଚି ଗଲେ କିଏ ଋଷି ଯମଦଗ୍ନି କଲେ ସାବାସ ବେଟା ତୋ ଭଳି ପୁତ୍ର ମୁଁ ପାଇ ନିଜକୁ ଗର୍ବିତ ମନେ କରୁଛି ଆଉ ଏ ପାଷାଣ୍ଡ ଚାରିଟା ये चारि जन को मु अभिशाप दउछि तबे चारि जन जाको पाषाण हे जाओ पाषाण हेबा को जमदग्नि परा पुत्र को अभिशाप देले धीरे चाहु चाहु चारि पुत्र ऋषि कर पाषाण दे होई कालीराम होलीराम बोलीराम नीलराम चारि जन जाको पाषाण हो जाय छन परशुराम को चाहिए जमदग्नि कले बस आज्ञा तू मो वाक्य रक्षा कलु ना हां बाबा पिता धर्म पिता स्वर्ग पिता ही परम तप हां तू मते बड़ बोली चिंता कलु ना हां बाबा जदि तू मते बड़ बोली चिंता करिछु हां ताले कह कोन चाहछु मु तोते बर देबा पई चाहे तू जदि चाहिबु हां तोते मु इंद्र पदरे बसई पारे कोन चाहछु कह ए कपिल आज्ञा परशुराम को बर जाचुछंती जमदग्नि हां परशुराम किंतु माँ को सिना मारिदेले रे पुओ माँ मरिकी पड़ती चाहती परशुराम कारण जगत रे माँ भली किए हम माँ भली किए हम कि आउ स्त्री डॉक्टर माधर मानसिंह कौन लिखिछंती कहनी कौन सार इरे माँ सिना जाने संतान वेदना ये ताहा की जानी वो
ଗଙ୍ଗାଧର ମାନସିଂ କହିଲେ ମା ସିନା ସନ୍ତାନର ଦୁଃଖ ବୁଝିବ, ସ୍ତ୍ରୀ କଣ ବୁଝିପାରିବ? ନା କେବେ ବୁଝିପାରିବ ନାହିଁ। ନା କାରଣ ଯେମିତି ଜ୍ଞାନୀମାନେ ଜଣେ ଗରିବ ଗରିବର ଦୁଃଖ ବୁଝେ, ବୁଝେ ଜଣେ ଦିନ ମଜୁରିଆର ଦୁଃଖ ବୁଝେ। ହଁ। ଯଦି ଆପଣଙ୍କ ଅଞ୍ଚଳରେ ହଁ। ଜଣେ ଦିନ ମଜୁରିଆ ଦୁଇ ଜଣ ସାଙ୍ଗ ହେଇ ଯାଉଥିବେ କୋଉଠିକି ଭୟ ମୂଲ ମଜୁରୀ କରିବା ପାଇଁ, ଆଜ୍ଞା ତା ଭିତରୁ ଜଣଙ୍କ ଦେହ ଖରାପ ହେଇଗଲା, ହଁ ହଁ 2-4 ଦିନ ପର୍ଯ୍ୟନ୍ତ ସାଙ୍ଗକୁ ଆଉ ପାଇଲାନି, କିଏ ନା ସେ ଦିନ ମଜୁରିଆ। ହଁ ତାକୁ ମନ ଭିତରେ ଚିନ୍ତା କରିବ କାହିଁକି ଆସୁନି, ଆସୁନି ପଚାରି ପଚାରି ଘର ପାଖରେ ପହଞ୍ଚିଯିବ, ହଁ କଣ ହେଇଛି ତୋର, ହଁ କାହିଁକି ଯାଉନୁ କାମକୁ, ଏ କଥା ପଚାରିବ କିଏ ଦିନ ମଜୁରୀ ନା ଦିନ ମଜୁରିଆ ପଚାରିବ। ଆଜ୍ଞା ଆଉ କଣ କୋଟିପତି ଯାଇକିରି ପଚାରିବ ତୁ କାହିଁକି ଯାଉନୁ, ନାଇଁ ଏ କଥା ଯାହା ସନ୍ତାନ ସହିତ ମାର ସମ୍ପର୍କ ତାହା। ସେ ସମ୍ପର୍କ କଣ ନା ସେ ମା ଆଉ ସେ ପୁଅ କି ସମ୍ପର୍କ କିଏ, কি সম্পর্ক ମା ସହିତ ପୁଅର କି ସମ୍ପର୍କ, ଏ ଖାଇବା ଏ ମାଟିର ସାହିତ୍ୟ। ଆଜ୍ଞା କିଏ କିଏ ସାର୍ ସଂକୀର୍ତ୍ତନ ଗାୟକ ଗାୟକ କିଏ ଆଜ୍ଞା ଭାଗବତ ପ୍ରଧାନ ହଁ ଲେଖି ଦେଇ ନାହାନ୍ତି, କଣ ଇରେ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ, ମା କହୁଥିବ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ, ଖାଇବା ମାଗିଲେ ଖାଇବା ଉନ୍ନତ ଚିନ୍ତାଧାରା ଦେଖନ୍ତୁ। ଆହା ମାନବୀୟ ଚିନ୍ତାଧାରା ଭିତରେ, ଆଜ୍ଞା ସାମାଜିକ ଚଳଣି ଭିତରେ, ହଁ ପାରିବାରିକ ଚଳଣି ଭିତରେ, ଆଜ୍ଞା ଓଡ଼ିଆ ଘରର ଓଡ଼ିଆ ଚଳଣି ଭିତରେ, ହଁ ଓଡ଼ିଆ ମାନଙ୍କର ମନୋଭାବ, ଓଡ଼ିଆ ମାର ଚିନ୍ତାଧାରା ଭାଗବତ ପ୍ରଧାନଙ୍କ ଭାବରେ କେମିତି ଆସିଛି। ହଁ ଜ୍ଞାନୀମାନ ଆଜ୍ଞା ଜଣେ ମା ମା ଜଗତରେ ତା ଭଳି କିଏ ହବ, କଣ ଆଉ ସ୍ତ୍ରୀ କେହି ହେଇପାରିବେ, ସେ ପୁଅ ହେଇଥାଉ କି ଝିଅ ହେଇଥାଉ। ଦେଖନ୍ତୁ ଭାଗବତ ପ୍ରଧାନ କେତେ ପ୍ରକାର ସୁନ୍ଦର ଚିନ୍ତାଧାରା ନେଇଛନ୍ତି। ପୁଅ ହଉ କି ଝିଅ ହଉ, ହଁ ମା ବାଢି ଦବ ଖାଇବା ପାଇଁ, ଆଜ୍ଞା ମା ବାଢି ଦବ ଖାଇବା ପାଇଁ। ଖାଇବା ପାଇଁ ପୁଅ କି ଝିଅ ଥରେ 2 ଥର ଖାଇଥିବ କହିବ ମାଲ ମୋ ପେଟ ପୁରି ଗଲା। ପୁରୀ ଗଲା ଲୋ ମା ଜଗତରେ ଏମିତି କୋଉ ମା ଅଛି କହିବ ଉଠିକିରି ପଳା, ନାଇଁ କହିପାରିବନି ମା ଅଛି କୌଣସି ମା ନା ଯେତେ ପେଟ ପୁରି ଥାଉ, ଏ ଯେତେ ଭଲ ମନ୍ଦ ଖାଇଥାଉ, ହଁ ମା ବାଢିଥିବା ଖାଇବାର ଯଦି ଟିକିଏ ଉଠି ପଡିଲା ପୁଅ କି ଝିଅ କହିବ ମୋ ଧନ ଲୋ, ଓ ମୋ ମା ଲୋ, ମା ଲୋ, ମୋ ବାପା ଲୋ, ମୋ ସୁନା ଲୋ, ଆଉ 2 ଥର ଖାଇଦେ, ଆଉ 2 ଗୁଣ୍ଡା ଖାଇଦେ, ଆଉ 2 କଳ ଖାଇଦେ। ହଁ କିନ୍ତୁ ଆମେ ଆମେ କଣ କରୁଛନ୍ତି, କଣ ଆଜ୍ଞା ସେ ମା ବାପାଙ୍କୁ ଆଜି ସମ୍ମାନ ଦଉଛନ୍ତି। ନାଇଁ ସାର୍ କପିଳ ଆଜ୍ଞା କେବେ ଆମେ ଚିନ୍ତା କରିଛନ୍ତି କଣ ଯୋଉ ମା ବାପାଙ୍କୁ ଆମେ ଆଜି ବୃଦ୍ଧାଶ୍ରମ ଦେଖଉଛନ୍ତି। ହଁ ମୁଁ କହୁଥିଲି ପରା ସେଦିନ, ହଁ ବୃଦ୍ଧାଶ୍ରମ ସେତେବେଳେ ଆମେ ଜାଣିବା ପାଇଁ ପାଇଲୁ, ଜାଣିଲୁ ଯେତେବେଳେ ଛୋଟ ଅବସ୍ଥାରେ ଥିଲୁ। ବୃଦ୍ଧାଶ୍ରମ ଓଲ୍ଡ ଏଜ୍ ହୋମ କଣ ଅଛି କଟକରେ, ଭୁବନେଶ୍ୱରରେ, ହଁ କିନ୍ତୁ ଏବେ ଏବେ ଆମ ଘର ଭୁବନ, ଆଜ୍ଞା ଛୋଟିଆ ଗାଁଟିଏ ଏମଏସି, ହଁ ଗୋଟିଏ ଏମଏସି, ହଁ ଭୋଟର ମାତ୍ର 24,000। ମାତ୍ର ହଁ ଗୋଟିଏ ଗାଁର ଭୋଟର ମାତ୍ର ସଂଖ୍ୟା ହଉଛନ୍ତି 24,000। ଆଜ୍ଞା ଆଚ୍ଛା 24,000 ଲୋକ ଥିବା ହଁ। ଗୋଟିଏ ଗାଁରେ ହଁ ବୃଦ୍ଧାଶ୍ରମ ଖୋଲିବ, ଏକଥା କେହି କେବେ ଚିନ୍ତା କରିବେ? ନାଇଁ କିନ୍ତୁ ଖୋଲିଛି ଜଗବନ୍ଧୁ ଜରାଶ୍ରମ। ଶ୍ରମ ସେ ଜଗବନ୍ଧୁ ଜରାଶ୍ରମ ଖୋଲିଛନ୍ତି, ସେଥିରେ ଯୋଉମାନେ ରହୁଛନ୍ତି, ଆଜ୍ଞା ବୃଦ୍ଧ ବୃଦ୍ଧା ମାନେ ରହୁଛନ୍ତି, ହଁ ସେମାନଙ୍କର ପୁଅ ଝିଅ ଅଛନ୍ତି ନା ନାଇଁ? ମାନେ ଅଛନ୍ତି ଆଜ୍ଞା ଆଚ୍ଛା ଯଦି ପୁଅ ଝିଅ ଅଛନ୍ତି, ହଁ ସେମାନଙ୍କର ହୃଦୟ କେମିତି? ଯୋଉ ମାକୁ ସେମାନେ ଆଜି ବୃଦ୍ଧାଶ୍ରମରେ ଛାଡ଼ିଦେଲେ, କେବେ ଚିନ୍ତା କରିପାରିଲେ? ଯେତେବେଳେ ଜନ୍ମ ହେଇଥିଲୁ ତୁ କପିଳ, ଆଜ୍ଞା ଯୋଉ ମାକୁ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ ଚିନ୍ତାଧାରା ନେଲୁ, ହଁ ସେ ମା କଣ ନ କରିଛି କିରେ? କଣ କରିଛି ଆଜ୍ଞା ଇରେ ତେଲ ହଳଦୀରେ ତୋ ଦେହକୁ ଯିଏ କେଡ଼େ ଆଣ୍ଟେ ଧରି ତେଲ ହଳଦୀରେ କୋଡ଼େ ସଇତେ ପଇସା ବଳିରେ କପିଳ ଆଜ୍ଞା ସେଇ ପୁଅ, ଯୋଉ ପୁଅ ଆଜି ମାକୁ ବାପାକୁ ନେଇ ବୃଦ୍ଧାଶ୍ରମରେ ଛାଡୁଛି, ଆଜ୍ଞା ସେ ପୁଅ ଯେତେବେଳେ ଜନ୍ମ ହେଇଥିଲା ଆହା କପିଳ,
ମୋ ପୁଅଟା କେମିତି ଟାଣ ହବ, ହଁ ମୋ ପୁଅ ବେକ କେମିତି ଟାଣ ହବ, ତା ଅଣ୍ଟା କେମିତି ଟାଣ ହବ, ତା ଗୋଡ କେମିତି ଟାଣ ହବ। ହଁ ମା ତେଲ ହଳଦୀ ଦେଇକି କେତେ ମାଲିସ କରିନଥିଲା ରେ। ହଁ କରିଛି ଆଜ୍ଞା ମା। ଆଜିକାର ପୁଅ ଜ୍ଞାନୀ ମାନେ କଣ ସେ କଥା ଚିନ୍ତା କରିପାରୁଛନ୍ତି? ଏ ନା ନା ନା। ଆଜିର ସମାଜ, ଆଜିର ଯୁବ ସମାଜ, ଜ୍ଞାନୀ ମାନେ ପାଲା ହଉଛି ବିଦଗ୍ଧ କଳା ନୁହେଁ, ପାଲା ହଉଛି ସାମାଜିକ ଶିକ୍ଷାର କ୍ଷେତ୍ର। ଆଜ୍ଞା ଏ ସାମାଜିକ ଶିକ୍ଷା କ୍ଷେତ୍ରରେ ଲୋକ ସେବକ ଭାବରେ, ହଁ ଲୋକମାନଙ୍କୁ ବୁଝେଇବା ବ୍ୟକ୍ତି ବିଶେଷ ଭାବରେ ହଁ ପାଲାକାର ମାନେ ହାତ ଯୋଡ଼ିକି ସମାଜକୁ ଏତିକି ଅନୁରୋଧ କରନ୍ତି, ହେ ସମାଜ, ହଁ ହେ ଯୁବ ସମାଜ, ହଁ ଯୋଉ ମା ବାପା ଆମକୁ ବଡ କରିଛନ୍ତି, ଆଜି ଆମେ ଯୁବକ ହେଇଛନ୍ତି, ଯଦି ବାପାଙ୍କର ବ୍ରହ୍ମ ମାଙ୍କର ରଜ ଯଦି ମିଶି ନଥାନ୍ତା ଆମେ କେବେ ଦୁନିଆରେ ଆଲୋକ ଦେଖିପାରି ନଥାନ୍ତେ। ଏ ନା ଯୋଉ ମା ଆମକୁ 10 ମାସ 10 ଦିନ ଗର୍ଭରେ ଧାରଣ କଲା, ଜନ୍ମ କଲା, ତେଳ ହଳଦୀ ଦେଇ ଦେହକୁ ମାଲିସ କଲା। ଆଜ୍ଞା ଆରେ କପିଳ, ସାରେ ମତେ କହିଲୁ, କହୁନାହାନ୍ତି। ତୁ ତ ପୁଅ ଝିଅର ବାପା, ହଁ ଆଜ୍ଞା ମୁଁ ତ ପୁଅ ଝିଅର ବାପା। ହଁ ସାର୍ ଏବେ ମୋର ନାତିଟିଏ ଜନ୍ମ ହେଇଛି, 3 ମାସ ହେଇଛି। ହଁ ଜ୍ଞାନୀ ମାନେ ହଁ ଛୋଟିଆ ପିଲାଟିଏ ହଁ ମା କୋଳରେ ଶୋଇଥିବ, ହଁ ମା କୋଳରେ ଶୋଇକିରି କେତେ ଥର ପରିଶ୍ରା କରିଥିବ, କେତେ ଥର ମଳତ୍ୟାଗ କରିଥିବ, ହଁ ଆଜ୍ଞା ମା କେବେ ଚିନ୍ତା କରିଥିବ ଯେ ପିଲାଟା ମୋ କୋଳରେ ପରିଶ୍ରା କରୁଛି, ମଳତ୍ୟାଗ କରୁଛି, ମୁଁ ଏ ପିଲାଟାକୁ ଦୂରେଇ ଦେବି? ଏ ହବନି ଆଜ୍ଞା, କାଇଁ କରିପାରିବନି ମା। ଆରେ ସେଇ ନାରୀ ଧନ୍ୟା କିଏ ଯିଏ କିଏ କାଳିଦାସ ଲେଖି ନାହାନ୍ତି, କଣ ଗୋଟିଏ ଶ୍ଲୋକ ଅଭିଜ୍ଞାନ ଶାକୁନ୍ତଳମରେ ଲେଖି ନାହାନ୍ତି, ହଉ ହଉ କହିଲେ ଆଲୋକ୍ୟ ଦନ୍ତ ମୁକୁଳାନ୍ ନିମିତ ହାସେଇ ରଜତ ବର୍ଣ୍ଣ ରମଣୀ ଅବଚ ପ୍ରକୃତି ନଃ অঙ্কাশয় স্তনয়ন প্রণয়ন বহত ধন্যাস্তদঙ্গর যশার মলিনী ভবন্তি। কালিদাস কহিলে, কলে সেই নারী হচ্ছে জীবনের ধন্য, আজ্ঞা আজ্ঞা সে নিজকে ধন্যা মনে করিব হ্যাঁ যেউ নারী হ্যাঁ নিজর জন্মিত সন্তানর মুহরু দান্ত নউঠিথিবা পূର୍ବর যে হস, হস চিন্তা করন্তু আজ্ঞা বাল্যাবস্থায় হ্যাঁ পিলাটা ছোট হয়েছি, 3 মাসর হয়েছি, 4 মাসর হয়েছি কি 6 মাসর হয়েছি, দান্ত উঠিনি, না। সে টিকে হসি দেলা, সে টিকে হসি দেলা। সে হসটা কেড়ে সুন্দর হস, বঢ়িয়া সে হস সহিত কোনসি হস সমান হইপারিব না। কপিল, আজ্ঞা খালি সেতিকি নুহে, আউ সে ছোট পিলাটা হ্যাঁ। যেতবেলে কথা কহিবা আরম্ভ কলা, হ্যাঁ দোতন্দ ভাষার 2 পদ কহিতব, সে কথাটা কেমিতি কিরে পুଅ? কেমিতি কপিল আরে শুণ আউ পদটিয়ে, আউ। ইয়ে খালি মাଙ୍କର ବର୍ଣ୍ଣନା କରିବା ପାଇଁ କେତିକି ବାଟ ଯାଉଛି। ଆଜ୍ଞା କପିଳ ସାରେ। କବି ହେଉଛନ୍ତି ଇଏ ନହେ ଆପଣମାନଙ୍କର ଅନୁଗୁଳର କବି କବି ରାଧା ମୋହନ ଗଡ଼ନାୟକ। କଣ କହିଲେ? ଲେଖି ଦେଇ ନାହାନ୍ତି, କଣ? କହିଲେ ଯୋଉ ହସଟା ହସିଲା ପିଲା, ଯୋଉ କଥାଟା କହିଲା ପିଲା, ସେ କଥାଟା କି ପ୍ରକାର କଥା, କି ପ୍ରକାର? କି ଅର୍ଥ ନଥାଇ ସେ କଥାରେ ଥାଏ ବସି ଅଳପ କାନରେ ପଡ଼ିଲେ রাধা মোহন গড়নাকে কইলে জ্ঞানী মানে সে ভাষাটা কেমিতি ছোট পিলা যে কথা কুহে হ্যাঁ কেমিতি দেখুন, আজ্ঞা পূর্বে যে কবি মানে থিলে হ্যাঁ সেমানকর এতে ছোট চিন্তাধারার থিলে, না প্রাকৃতিক চিন্তাধারাକୁ নেই, আজ্ঞা সমাজর চিন্তাধারাକୁ নেই হ্যাঁ সেমানকর লেখনী চালনা হেউথিলা। হ্যাঁ রাধা মোহন গড়নাকে কহিলে সে কথারে কথারে কোনসি অর্থ নথায়, না ছোট পিলাটা কথা কহিলে হ্যাঁ। সেতিরে কিছু অর্থ নথায়, নাই। কিন্তু বশীকরণ মন্ত্র রহিলা পরে জনা পড়ে শত্রুর পিলা হইথাউ যদি দোতন্ন ভাষারে কোন কহুচি বুলিকির চাহিবু না আজ্ঞা কাহিকি কাহিকি? রাধা মোহন গড়নায়ক কলে এইথিরে অছি বশীকরণ। হ্যাঁ। এ কপিল আজ্ঞা। সে পিলাকু যে মা জন্ম দেইছি, হ্যাঁ সে মা হ্যাঁ আচ্ছা গোটাଏ কথা, কହୁନାହାନ୍ତି কপিল আরে তো স্ত্রী হ্যাঁ 2000 টঙ্কার গোটাଏ শাড়ি পিন্ধিকি বজারକୁ যাইছি, হ্যাঁ তার ছোটিয়া পিলাটিଏ তোর, হ্যাঁ সে আসিলা বেলକୁ ଦେଖିব হ্যাঁ সে পিলাটা ধূଳି ধূসরিয়া ହେଇକିରି গড়ুছি, গড়ুছি দাণ্ডরে মা 5000 টঙ্কিয়া শাড়ি পিন্ধিଥାଉ বাপা, হ্যাঁ ଦେଖିବ ମୋ ପୁଅ କି ମୋ ଝିଅଟା ଧୂଳି ଧୂସର ହେଇକିରି ଗଡୁଛି, গড়ুছি ସିଏ କେବେ ଭାବିବ ଇଏ ମୋର ଦାମିକା ଲୁଗାଟା ପିନ୍ଧିଛି ତାକୁ ଧରିବିନି? ধরিবিনি ଯେତେ ଦାମିକା ଶାଢୀ ପିନ୍ଧିଥାଉ হ্যাঁ ନିଜ ଝିଅଟାକୁ ବା ପୁଅଟାକୁ କୋଳରେ ଜାବୁଡି ଧରିବ। ତେଣୁ କାଳିଦାସ କହିଲେ ଧନ୍ୟା ସ୍ତଦଙ୍ଗ ରଜସାର ମଳିନୀ ଭବନ୍ତି।
ଯୋଉ ନାରୀ ନିଜ ଜନ୍ମିତ ସନ୍ତାନର ଦୟ ପାଦରେ ଲାଗିଥିବା ଧୂଳିରେ ଦେହରେ ଲାଗିଥିବା ମଳିରେ ନିଜ ବସ୍ତ୍ରକୁ ମଳିନତା କରିଛି ସେଇ ନାରୀ ହଉଛି ଧନ୍ୟା ଧନ୍ୟା ସେଇ ନାରୀ ହଉଛି ଧନ୍ୟା ହଁ ଜ୍ଞାନୀମାନ ଆଜ୍ଞା ଇଏ ହଉଛି ଆମ ମା ମା କିନ୍ତୁ ଆମେ ଆମେ ଏ ମାକୁ ସମ୍ମାନ ଦେଇ ଜାଣିନାହାନ୍ତି ନା କାହିଁକି ଏ କଥା କହିଲି କାଇଁ କହିଲେ ନିଜ ଜନ୍ମଦାତ୍ରୀ ଜନନୀ କି ଦୁଇ ଖଣ୍ଡ କରି କାଟି ପକେଇ ଦେଇଛନ୍ତି ପରଶୁରାମ ପରଶୁରାମ। କାନ୍ଦୁଛନ୍ତି ବସି ଆହା। ବାପା କହିଲେ ଇନ୍ଦ୍ରପଦ ଚାହୁଁଛୁ ଏ! କହିଲା ନା କହିଲେ କଣ ଚାହୁଁଛୁ ଓହୋ ମାଗ ବର ଆହା। ହାତ ଯୋଡ଼ିଦେଲେ ପରଶୁରାମ ଆହା। ଡାକିଲେ ବାବା ବାବା ମୋର ଗୋଟିଏ ବର ଦରକାର ନାହିଁ ଏ ନା ये तीन बर ये पिता मोते ये करिब बाबा मोर गोटे बर दरकार नहीं নাই मोर तीनोटी बर दरकार जदि देवे ताहले तीनोटी बर देबा पाई अस्तु करंतु हे बोले तथास्तु मु अस्तु करि जाउछि कोन से तीनटा बर कह मोर गुणी ज्ञानी पंडित समाज परशुराम मागिले बर ବର प्रथम बर कोन मागिले କଣ कहले बाबा ହଁ आपण आदेश देले ना ହଁ मो जन्मदात्री माँ को मु निज हाथ में हत्या कर देछि କରିଦେଲି संसार रे कोनोसी संतान एपरि करि परिबे नाही ଏ ନା किंतु मु କରିଦେଲି ହଁ बाबा मो प्रथम बर ହଁ ହଁ आपण को आदेश रे जो माँ को मु हत्या करिछि मरि थिबा माता को ए जीवन्यास देव मोर प्रथम बर हे प्राप्त होइया ଦେଖିଲା ବାବା ମୋ ପ୍ରଥମ ବର ମୋ ମରିଥିବା ମୁଁ ମାରିଥିବା ମାକୁ ଆପଣ ବଞ୍ଚାଇ ଦିଅନ୍ତୁ କହିଲେ ତଥାସ୍ତୁ କରିଛି ମାନେ ବଞ୍ଚାଇବି ନିଶ୍ଚିତ ଦ୍ୱିତୀୟ ବର କହ କଣ କହ ହାତ ଯୋଡ଼ିଲା ହଁ ପରଶୁରାମ ହାତ ଯୋଡ଼ିଲେ କହିଲେ ବାବା ବାବା ମୋ ଭାଇମାନଙ୍କର କି ଦୋଷ ଖାଲି ଆପଣଙ୍କ ବାକ୍ୟ ରଖିଲେ ନାହିଁ ବୋଲି ପାଳନ କଲେ ନାହିଁ ବୋଲି ନା ହଁ ଏତିକି କଥାରେ ଆପଣ ଏତେ କ୍ରୋଧୀ ହେଇଗଲେ ହଁ କ୍ରୋଧ ପରା ମଣିଷର ସବୁଠୁ ବଡ଼ ଶତ୍ରୁ ବାহ ଦୟାକରି ମୋ ଦ୍ୱିତୀୟ ବର ଦିଅନ୍ତୁ ମୋ ଚାରି ଭାଇ ନିର୍ଦ୍ଦୋଷ ତାକୁ ପୁନର୍ଜୀବିତ କରି ଦିଅନ୍ତୁ ଋଷି କହିଲେ ତଥାସ୍ତୁ ଇଏ ଦୁଇଟା ବର ପୂରଣ ହବ ତୃତୀୟ ବର କହ କଣ କଣ ପରଶୁରାମ କେଡେ ଚାଲାକ ଦେଖନ୍ତୁ ଆଜ୍ଞା ମନ ଭିତରେ ଭାବିଲେ ହଁ କହିଲେ ମୋ ଭାଇମାନେ ପୂର୍ବ ଅବସ୍ଥାକୁ ଲେଉଟିବେ ହଁ ମୋ ମା ବଞ୍ଚିବ ହଁ ମୋ ମା ବଞ୍ଚିବା ପରେ ମୋ ଭାଇମାନେ ପୂର୍ବ ଅବସ୍ଥାକୁ ଆସିବା ପରେ ହଁ ଯଦି ମନେ ପକାନ୍ତି ମୋ ପାଇଁ ତାଙ୍କର ଏ ଦୋଷ ହେଇଥିଲା ମତେ କ୍ଷମା କରିବେ ଏ ନା କେବେ କ୍ଷମା କରିବେନି ତେଣୁ ହାତ ଯୋଡ଼ିଦେଲେ ହଁ କହିଲେ ବାବା ବାବା। ମୋ ତୃତୀୟ ବର ଶୁଣନ୍ତୁ ମୋ ମା ବଞ୍ଚିବ ହଁ ମୋ ଭାଇମାନେ ପୂର୍ବ ଅବସ୍ଥାକୁ ଫେରିବେ ଆଉ ଏଥୁ ଅତେ ଏହା ପରେ ପୂର୍ବ କଥା ଯିବେ ତ ପାଛୋଇ ମୋ ଭାଇ ଆମର ଭାଇ ଆମର ବାବା ହଁ ମୋ ଭାଇ ମାନେ ପୂର୍ବ ଅବସ୍ଥାକୁ ଆସିଲା ପରେ ହଁ। ମା ବଞ୍ଚିବା ପରେ ହଁ। ଆଉ ସେମାନଙ୍କର ପୂର୍ବ କଥା ଯେମିତି କିଛି ସ୍ମରଣ ନ ଆସିବ ନା ଇଏ ହଉଛି ମୋ ତୃତୀୟ ବର ଜ୍ଞାନୀ ମାନେ ତାହା ହିଁ ହେଲା 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 ତାହା ହିଁ ହେଲା ଆଜ୍ଞା ରେଣୁକା ବଞ୍ଚିଲେ ହଁ। ଚାରି ପୁତ୍ର ପୁଣି ବଞ୍ଚିଲେ ହଁ। ପୂର୍ବ ଅବସ୍ଥାକୁ ଆସିଲେ ହଁ। ଏବଂ ଏବଂ ଆଉ ସେମାନଙ୍କର କିଛି ସ୍ମରଣ ନାହିଁ କଣ ହେଇଥିଲା ବାସ୍। କିଛି ମନେ ନାହିଁ କିନ୍ତୁ ସ୍ମରଣ ସିନା ଆସିଲାନି ଏ ପୁଅ ଚାରି ଜଣଙ୍କର ମାର ପରଶୁରାମ କାନ୍ଦିବାକୁ ଲାଗିଲେ ଆଖିରୁ ଲୁହ ଝରିଲା
ଯମଦଗ୍ନି ଡାକିଲେ ବସ ତୁ ଯାହା ତ କହିଲୁ ମୁଁ ପାଳନ କଲି ବାବା ପୁଣି କାଇଁ କାନ୍ଦୁଛୁ କହ ପୁଣି କାଇଁ କାନ୍ଦୁଛୁ କହ ହାତ ଯୋଡ଼ିକିରି ପରଶୁରାମ ପଚାରିଲେ କଲେ ବାବା ଆପଣ କୁହନ୍ତୁ ମତେ ନ୍ୟାୟ ଦିଅନ୍ତୁ ଆପଣ ଆଦେଶ ଦେଲେ ମୁଁ ମାକୁ ମାରିଲି ମୁଁ ଅନୁରୋଧ କଲି ଆପଣ ମାକୁ ବଞ୍ଚେଇ ଦେଲେ ମୁଁ ହେଲି ମାତୃ ହତ୍ୟାକାରୀ ପୁତ୍ର ଆପଣ ହେଲେ ଜୀବନ ଦାତା ସ୍ୱାମୀ ତାହେଲେ ମାତୃ ହତ୍ୟା ଦୋଷ ମୋ ଠାରୁ ହେବି ତା କିପରି ଯେ ଚାଲିଯିବ କଥା ଗୋଟେ ଖୋଲି କରି ପରା କହିବ ତା ତ ହେ ମାତୃ ହତ୍ୟା ଦୋଷ କେମିତି ମୋ ଠାରୁ ଯିବ ମତେ ଟିକେ ଖୋଲିକିରି କୁହନ୍ତୁ ମାର୍ଗଟା ଦେଖାଇ ଦିଅନ୍ତୁ ବିଶେଷ ଘୋଷଣା ମାନନୀୟ ଦର୍ଶକ ସମାଜ ଅଦ୍ୟ ରଜନୀରେ ଗାୟକ ମହାଶଙ୍କର ଆଲୋଚନାରେ ମୁଗ୍ଧ ହୋଇ ପ୍ରଭାତ ଭାଇ 101 ଟଙ୍କା ପୁରସ୍କୃତ କରିଛନ୍ତି ଆଶା କରେ ସାଦରେ ଗ୍ରହଣ କରିବେ ଜୟ କଳା ବାପା କାହିଁ ମାରୁଛୁ ମୋଠୁ ଆପଣ ମାନେ ଖାଲି ଦେଖୁ ଭାଇ ଭାଇ ମୁଁ ସତ କଥା କହିଛ ହଁ ଆପଣ ମାନେ ଖାଲି ଦେଖୁଛନ୍ତି ଏଇଠି ମରା ହଉଛି ଆଜ୍ଞା ଆଜ୍ଞା ମୁଁ ତ ବିଦା ହେବି ରାତାରାତି ହଁ କାରଣ ନାଇଟ୍ କୋଚ୍ ବସରେ ଯିବି ହଁ ଟିକେ ଯାଇକି ମୋ ମଶାରେ ଆଜ୍ଞା ମାନେ ପହଞ୍ଚିବି ଆଜ୍ଞା ଆଜ୍ଞା ସେ ପଇସାଟା କିଏ ନେଉଛି ଆଜି ପୁରା ପୋଡ ଖାଇ ଦେଇଛନ୍ତି ଖାଲି ଏତିକି ଦେଖିବି ହଁ ଆପଣ ମହାଦେବ ହେଲେ ମୁଁ ଷଣ୍ଢ ବାସ୍ ଆପଣ ଏଠି ଯୋଉ ଘାସ ଆସିବ ଫଳମୂଳ ଆସିବ ଖାଇଲା ଲୋକ ଷଣ୍ଢ ହଁ ଷଣ୍ଢ ଖାଇବ ତୁ ଷଣ୍ଢ ଯେତେ କାମ ପଡୁଛି ଘରେ ଡାକୁଛି ଆସ ଇଏ ଯିବେ ମୋ ଘରେ କୁଣିଆ ଭଳିଆ ବସିବେ ମୁଁ ଖଟିକିରି ତାଙ୍କୁ ଦେବି ପଇସା ନେଲା ବେଳକୁ ମୁଁ ତ କେବେ ହାତରୁ ଧରିନି କାହାର ପଇସା କୌଣସି ଅନୁଷ୍ଠାନ ମତେ ବିଦାକି କଲା ବେଳକୁ ମୁଁ ହାତରେ ଧରିନି ତମେ ଧରିବ ତମେ ବାଣ୍ଟିକିରି ଦବ ଛାଡ଼ ବଡ଼ ଭାଇ କିରେ କହିଥିଲି ପୁରା ଶେଷ ପାଲା ଟିକେ ଖାଲି ମଉସା ଡାକିଦେଲେ ମୋ ମନ ଶାନ୍ତି ହେଇଯିବ ଆପଣଙ୍କୁ ଏତେ ଦୁର୍ବଳ କରିଦେଲେ ଦିନେ ପୁଅ ଡାକିଥିଲୁ ଆଜି ପର୍ଯ୍ୟନ୍ତ 2 ଦିନ ହେଲା ଭାଇ ଭାଇ ଡାକୁଛୁ ନା ଏ କପିଳ ରହ ବସ ପ୍ରଭାତ ଭାଇଙ୍କର ଭଗବାନ ସତ୍ୟନାରାୟଣ ଜଗତ ମାତା ସାରଳା ସର୍ବସ୍ମିନ୍ କାଳେ ମଙ୍ଗଳ ବିସ୍ତାର କରନ୍ତୁ ଗଜାନନ ମହାପ୍ରଭୁ ସର୍ବାରିଷ୍ଟ ଖଣ୍ଡନ କରନ୍ତୁ ବିଶାସତ ବନବାଇ ପ୍ରଦାନ କରନ୍ତୁ ପାଲା ପ୍ରତି ତାଙ୍କର ଉତ୍ସୁକତା ଏପରି ଭାବରେ ଆଗ୍ରହ ବଢ଼ିଥାଉ ଏବଂ କଳା ପ୍ରତି ତାଙ୍କର ଏପରି ଦୁର୍ବଳତା ରହିଥାଉ ତାଙ୍କୁ ଦୀର୍ଘଜୀବୀ କରନ୍ତୁ ବିଶାସତ ପରମାୟ ପ୍ରଦାନ କରନ୍ତୁ ବୋଲ ତନ୍ନିମିତ ଆନନ୍ଦ ଏକ ବାର ହରି କପିଳ ପରଶୁରାମ କାନ୍ଦୁଛନ୍ତି ଯମଦଗ୍ନି ଚାହିଁଦେଲେ କହିଲେ କହିଲେ କଣ ଚାହୁଁଛୁ ନା ମାତୃ ହତ୍ୟା ଦୋଷରୁ କେମିତି ଉଦ୍ଧାର ପାଇବି ଟିକେ ମାର୍ଗଟା ମତେ ଖୋଲି କହିଦିଅ ଅଗୁଣି ଜନ ଭୂଷଣ ମୋ ଡେରିଛନ୍ତି କାନ ପୁତ୍ର କଥା ପିତା ଏଡେ କହିଲ ଶ୍ରବଣ ଯମଦଗ୍ନି ଋଷି ପରା ପୁତ୍ରକୁ ବୋଇଲେ କ୍ଷମତା ମୋହଠାରେ ନାହିଁ ତ ବୋଇଲେ କହିଲେ ତୁ ଯୋଉଥିପାଇଁ ଚାହୁଁଛୁ ସେ କ୍ଷମତା ମୋ ପାଖରେ ନାହିଁ ବାବା ସେ କ୍ଷମତା ଜଣକ ପାଖରେ ଅଛି ସିଏ କଣ ଏଠି ଅଛନ୍ତି କି ରେ ଆଉ କୋଉଠି ଅଛନ୍ତି ଶୁଣିବୁ କହିଲେ ବାବା କାଳିଦାସଙ୍କର ଆଉ ଗୋଟିଏ ଶ୍ଲୋକ ଅନନ୍ତର ତନ୍ନ ପ୍ରଭାବସ୍ୟ ଯସ୍ୟ ବିମାନ ବିଲୋପି ଯାତ ଇଏ କହି ଦୋଷ ଗୁଣ ସନ୍ନିପାତେ ନିମୋଚିତେନ୍ଦୁ କିରଣ ସ୍ୱବାଙ୍କ